ସେଇଟା ତ ଏବେ ବି ମୋତେ ସକିଂ ଲାଗୁଛି, ମୋତେ ଏବେ ବି ଲାଗୁଛି ମୋ ପୁଅ ଏଇଠି ବୋଧେ ଅଛି କେଉଁଠି। କିନ୍ତୁ କିନ୍ତୁ ଏତିକି କହିବି, ଏଇଟା ଗୋଟେ ଆୱାରନେସ୍ ହେବା ଦରକାର। ମୁଁ ଏଇଟା ସମସ୍ତଙ୍କୁ ଆପିଲ୍ କରୁଛି, ଏଇଟା ଗୋଟେ ଆୱାରନେସ୍ ହେବା, ଏଇଟା ଗୋଟେ ଡକ୍ଟର ନିହାତି ଗୋଟେ ଏଇ ରୋଗ ଉପରେ ନିହାତି ଗୋଟେ ମାନେ ଇନଭେଷ୍ଟିଗେଟ୍ ହେବା ଦରକାର। ଆକ୍ଚୁଆଲି ରୋଗଟା କ'ଣ, କାହିଁକି ହେଉଛି ଏବଂ ତାର ପ୍ରତିକାର କ'ଣ, ଏଇଟା ନିହାତି ହେବା ଦରକାର। କାହିଁକିନା ମୋ ପୁଅ ସାଙ୍ଗରେ ଏଇଟା ବହୁତ ଆକସ୍ମିକ, ଯେଉଁଟାକି ଆମେ କେବେ ବି ଭୁଲି ପାରିବୁନି। ନିହାତି ଏଇଟା ଦରକାର ହେଉଛି, ଏଇଟା ମୁଁ ଆପିଲ୍ କରିବି ସମସ୍ତଙ୍କ ପାଖରେ। ସମ୍ମାନିତ କରିଛନ୍ତି, ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ। ମୋତେ ତ କହିଲି ଏବେ ବି ଲାଗୁଛି କି ମୋ ପୁଅ ଅଛି ମୋ ପାଖରେ। ମୋତେ ଲାଗୁଛି ଯେମିତି ସେ ଘରେ ଅଛି, ମୁଁ ତାକୁ ଛାଡ଼ିକି ବୋଧେ ଆସିଛି କେଉଁଠିକି କାମ ମାନେ ଆସିଛି। ମୋତେ ଏମିତି ବି ବେଳେବେଳେ ଲାଗୁଛି କି ସେ ମୋ ପାଖରେ ଅଛି। ମୋତେ ଲାଗୁନି ସେ ନାହିଁ ମୋ ପାଖରେ, ମୋତେ ଲାଗୁଛି ଏବେ ବି ସେ ଅଛି। ନିହାତି ଦରକାର, ନିହାତି ଆୱାରନେସ୍ ଦରକାର। ମୁଁ ତ କହିବି ଯଦି କିଛି ଆପଣ ଏମିତି ବ୍ରେଣ୍ଡେଡ଼ର କିଛି ସୂଚନା ମିଳୁଛି ପିଲାଙ୍କ ପାଇଁ, ମୁଁ ସବୁ ପ୍ୟାରେଣ୍ଟସ୍କୁ କହିବି ସେମାନେ ଆଗ ଅଙ୍ଗଦାନ କରନ୍ତୁ, ଦେନ୍ ତା'ର ଯାହା କ୍ରିୟାକର୍ମ ଅଛି ସେଇଟା କରନ୍ତୁ। କାହିଁକିନା ତାଦ୍ୱାରା ବହୁତ ଲୋକ ଜୀବିତ ହୋଇପାରିବେ, ଜୀବନ ଦାନ ପାଇବେ, ଯେଉଁଟାକି ତାଠୁ ବଡ଼ ପୁଣ୍ୟବୋଧ ଆଉ କିଛି ନାହିଁ ମୁଁ କହିବି। ତେଣୁ ଅଙ୍ଗଦାନ ନିହାତି କରିବା ଦରକାର। ସରକାର ସେଇଟା ମୁଁ କହିପାରିବିନି, କାହିଁକିନା ଆମେ ଯେତିକି ତା ପାଇଁକି ଯାହା ଟ୍ରିଟମେଣ୍ଟ ଦରକାର ଆମେ ତା'ର କୌଣସିଥିରେ ଅବହେଳା କରିନୁ। ତା'ର ସବୁ ଟ୍ରିଟମେଣ୍ଟ ଆମର ଷ୍ଟାର୍ଟିଂରୁ ଆମର ଏଣ୍ଡ ଯାହା ଯେତିକି ଦରକାର ଟ୍ରିଟମେଣ୍ଟ ଆମେ ଦେଇଛୁ। ତା ବାଦ୍ ବି ମୋ ପୁଅ ବଞ୍ଚି ପାରିଲାନି, କାହିଁକିନା ଏଇଟା ଗୋଟେ ବହୁତ ରେୟାର, ଯେଉଁଟାକି ରେଇ ସିଣ୍ଡ୍ରୋମ୍ କହୁଛନ୍ତି। ବଟ୍ ତା ଉପରେ ନିହାତି ଆଗ ଦରକାର ଗୋଟେ ଇନଭେଷ୍ଟିଗେଟ୍ ହେବା ଦରକାର ଯେ ଏଇଟା ଆକ୍ଚୁଆଲି କ'ଣ, ଏମିତି କାହିଁକି ହେଲା। ଗୋଟେ ସୁସ୍ଥ ପିଲା ସ୍କୁଲ ଯାଉଛି, ସ୍କୁଲରେ ବସୁଛି, ସ୍କୁଲରେ କଥା ହେଉଛି, ଆଣ୍ଡ ହଠାତ୍ ତାକୁ ଏତେ ବଡ଼ ଆଟାକ୍ ଆସିବା, ଆଣ୍ଡ ସେଇଟା ଥରେ ନୁହଁ, ତାକୁ 8 ରୁ 10 ଟାଇମ୍ସ 1 ରୁ 2 ଆୱାର୍ସ ଭିତରେ 8 ରୁ 10 ଟାଇମ୍ସ ତାକୁ ଆଟାକ୍ ଆସିବା, ଏଇଟା ଗୋଟେ ଛୋଟ କଥା ନୁହେଁ। ଏଇଟା ଗୋଟେ ସୁସ୍ଥ ପିଲାକୁ କାହିଁକି ହେଉଛି, ଏଇଟା ନିହାତି ଆୱାରନେସ୍ ଦରକାର। ବହୁତ ଗର୍ବିତ, ଆଜି ନାହିଁ ସତ, କିନ୍ତୁ ଆଜ୍ ଏ ପ୍ୟାରେଣ୍ଟସ୍ ଆମେ ତା ବାପା, ଆମେ ମୋ ମା ବହୁତ ଗର୍ବିତ। ଯେତିକି ଖୁସି ସେତିକି ଦୁଃଖୀ। ସୁଖୀ ଏଇଥିପାଇଁ କି ତା ପାଇଁ ଆଜି ମୁଁ ଗର୍ବିତ, ଦୁଃଖ ଏଇଥିପାଇଁ ମୋ ପୁଅ ମୋ ପାଖରେ ନାହିଁ। ତାଙ୍କୁ ତ ବହୁତ ବହୁତ ଧନ୍ୟବାଦ। ଆଜି ତାଙ୍କୁ ମଧ୍ୟ ମୁଁ ୱିଶ୍ କରିବାକୁ ବି ଭୁଲି ଯାଇଛି, ତାଙ୍କର ଆଜି ଜନ୍ମଦିନ ଅବସରରେ। ଆଜି ଭଳିଆ ଦିନରେ ଆପଣ ଗୋଟେ ଅଡ଼ିଓ ରିଲିଜ୍ କଲେ, ଆଉ ଏଠି ବାବୁ ବହୁତ ଲୋକ ବାର୍ଥଡେ ଫାର୍ଥଡେରେ ରେଷ୍ଟୁରାଣ୍ଟ ଯାଆନ୍ତି, ବହୁ ଜାଗାକୁ ଯାଇକିରି ମଜାମସ୍ତି କରନ୍ତି, କିନ୍ତୁ ଏଠି ଅନ୍ଧ ଯେଉଁମାନେ କି ଅଛନ୍ତି ଛୋଟ ଛୁଆମାନଙ୍କୁ ନେଇକିରି ସେ କ'ଣ କହିବେ ତାଙ୍କୁ? ଏଇଟା ଦେଖିକି ବହୁତ ଭଲ ଲାଗିଲା। ତାଙ୍କୁ ଯାହା ଗୋଟେ ନୂଆ ଉପାୟରେ ପ୍ରତିବର୍ଷ ସେ ଜନ୍ମଦିନ ପାଳନ କରୁଛନ୍ତି, ଏଇଟା ଗୋଟେ ବହୁତ ଭଲ ଜିନିଷ। ଏଇଟା ଗୋଟେ ଶିକ୍ଷା ବି ହେଉଛି ଗୋଟେ ସମାଜକୁ। ରେଷ୍ଟୁରାଣ୍ଟ ବା ଆମର ହୋଟେଲ ଏସବୁ ପାର୍ଟି ଅପେକ୍ଷା ଏଇ ପିଲାମାନଙ୍କ ସାଙ୍ଗରେ ଯଦି ଜନ୍ମଦିନ ପାଳନ କରୁଛନ୍ତି, ହୁଏତ ବୋଧେ କିଛି ପୁଣ୍ୟ କମେଇବା ସାଙ୍ଗେ ସମାନ ଏଇଟା ଗୋଟେ। ତାଙ୍କୁ ଜନ୍ମଦିନ ଅବସରରେ ବହୁତ ବହୁତ ତାଙ୍କୁ ଅଭିନନ୍ଦନ। ଆଣ୍ଡ ତାଙ୍କର ଆଜି ଗୋଟେ ଅଡ଼ିଓ ରିଲିଜ୍ ବି ହେଉଛି, ଯେଉଁଟାକି ମହାଦେବଙ୍କ ଉପରେ। ବହୁତ ଆଜି ଗୋଟେ ଦିନରେ ମାନେ ଜନ୍ମଦିନ ଅବସରରେ ଏଇଟା କରୁଛନ୍ତି, ମାନେ ଏଇଟା ବହୁତ ଭଲ ଜିନିଷ। ରାନୀ ପଣ୍ଡାକୁ ଆପଣ କେତେ ଭଲ ପାଆନ୍ତି? ଆଜ୍ ଏ ଓମେନ୍ ମୁଁ ତାଙ୍କୁ ଲାଇକ୍ କରେ। ରାନୀ ପଣ୍ଡାଙ୍କ କେଉଁ ଗୁଣଟା ଆପଣଙ୍କୁ ବେଶୀ ଭଲ ଲାଗେ? କେଉଁ ଗୁଣ ସେମିତି ତାଙ୍କର ଆଜ୍ ଏ ଓମେନ୍ ବା କହିଲି, ସେ ତାଙ୍କର କଥା ଯାହା ବି କୁହନ୍ତି ଭଲ। ତାଙ୍କ ପର୍ସନାଲ୍ ମ୍ୟାଟର୍ ଆମର ପଶିବା ଉଚିତ ନୁହଁ, ବଟ୍ ଆଜ୍ ଏ ହ୍ୟୁମାନ୍, ଆଜ୍ ଏ ମୁଁ ଗୋଟେ ଓମେନ୍ ହିସାବରେ ମୁଁ ତାଙ୍କୁ ଲାଇକ୍ କରେ। ବହୁତ ଲୋକ ଗାଳି ଦିଅନ୍ତି, ବହୁତ ଲୋକ ତାକୁ ଷ୍ଟେଜ୍ ପାଖରେ ଗାଳି ଦିଅନ୍ତି, ତାଙ୍କର ସୋଶାଲ ମେସେଜ୍ ସେସବୁରେ ଆମର କିଛି କହିବା ଉଚିତ ନୁହେଁ, କାହିଁକିନା ତାଙ୍କର କିଛି ପର୍ସନାଲ୍ ଜିନିଷ ଅଛି ଯେଉଁଟାକି ଆମର କହିବାଟା ଉଚିତ ନୁହେଁ। ମ୍ୟାଡ଼ାମ୍, ଯେତେବେଳେ ଆପଣଙ୍କ ପୁଅର ଅଙ୍ଗ ଗୁଡ଼ାକ ସବୁ ଦାନ କଲେ, ତ ଛାତିରେ କିଭଳିଆ ପଥର ରଖିକି ଆପଣ ଏତେ ବଡ଼ ଷ୍ଟେପ୍ ନେଲେ, କ'ଣ କହିବେ? ସେଇଟା ତ ଏବେ ବି ମୋତେ ସକିଂ ଲାଗୁଛି, ମୋତେ ଏବେ ବି ଲାଗୁଛି ମୋ ପୁଅ ଏଇଠି ବୋଧେ ଅଛି କେଉଁଠି।
किंतु एति कहबी एटा गोटे अवेयरनेस हवा दरकार मुझे समस्त को अपील करुच्ची एटा गोटे अवेयरनेस हवा एटा गोटे डॉक्टर निहाती गोटे ए रोग उपरे निहाती गोटे माने इन्वेस्टिगेट हवा दरकार एक्चुअली रोगटा कौन कहीं होची एवं तार प्रतिकार कौन एटा निहाती हवा दरकार कहीं मो पुओ सांगे एटा बहुत आकस्मिक जोटा कि आमे केबे भी भूली पारिबुनी निहाती दरकार होची एटा मु अपील करी समस्त पाखे एबे कांटेक्ट रे नाही एबे तो किछि दिन हेची मात्र हेबी आगो को माने देखा जाओ थैंक यू